ଘରେ ବସି ବସି ବୋର୍ ହେବାରୁ ଆଜି ରାତିରେ ଆମେ ବାହାରି ଯାଇଥିଲୁ ବୁଲିବାକୁ। ଆଉ ବୁଲୁ ବୁଲୁ ଲିଙ୍କିଙ୍କ ମୁଣ୍ଡକୁ ଚଢ଼ିଲା ଡ୍ରାଇଭିଂ ଶିଖିବାକୁ। ପ୍ରଥମ ଦିନର ଡ୍ରାଇଭିଂ ଏକ୍ସପିରିଏନ୍ସ କେମିତି କ'ଣ ରହିଲା, ଇଏ ହେଉଛି ଆମ ଷ୍ଟୋରି, ସର୍ଟ ଆଣ୍ଡ କ୍ୱିକ୍। ହ୍ୟାଲୋ, ହାଇ, ନମସ୍କାର, ଜୟ ଜଗନ୍ନାଥ। ଗତ କିଛି ଦିନ ହେଲା କଣ୍ଟିନ୍ୟୁଅସ୍ ବର୍ଷା ହେବାରୁ ବେଶୀ କୁଆଡ଼େ ବାହାରକୁ ଯାଇ ହେଉନି। ସୋ ଆଜି ସନ୍ଧ୍ୟାରେ ବର୍ଷା ଛାଡ଼ିଥିବାରୁ ଆମେ ବାହାରି ଯାଇଥିଲୁ ଏମିତି ବୁଲାବୁଲି କରି ମାଇଣ୍ଡ ରିଫ୍ରେଶ୍ କରିବାକୁ। ବୁଲାବୁଲି ମାନେ ଏଇ ଆଖପାଖ ଗୋଟେ ରାଉଣ୍ଡ ମାରିବା କଥା ଆଉ ଯେତେବେଳେ ବାହାରକୁ ଆସିଛୁ ତ ମୁଁ ବି ଟିକେ ମୋ ଗାଡ଼ି ଟାୟାରର ପ୍ରେସର ଚେକ୍ କରିବାକୁ ଆସିଗଲି। ପ୍ରେସର ଚେକ୍ କାମ ତ ଏତେ ଡିଫିକଲ୍ଟ ନାହିଁ, ବାସ୍ ଏଇ ମସିନ୍ରେ ସେଇ ନମ୍ବରଟା ସେଟ୍ କରିନେବେ ଯେତିକି ପ୍ରେସର ଦରକାର ଟାୟାର ପାଇଁ, ଆଉ ଏଇ ଯନ୍ତ୍ର ଦ୍ୱାରା ପ୍ରେସର ଫିଲ୍ କରିନେବେ। ସେମିତି ତ ଏଠି ପ୍ରାୟ ସବୁ ଜିନିଷରେ ସେଲ୍ଫ ସର୍ଭିସ୍ ହିଁ ଥାଏ। ଗାଡ଼ିରେ ପେଟ୍ରୋଲ ଭରିବା, ଗାଡ଼ି ଭିତର ସଫା କରିବା, ଗାଡ଼ି ଟାୟାରର ପ୍ରେସର ଚେକ୍ କରିବା, ସବୁ କିଛି ସୁବିଧା ଅଛି। କିନ୍ତୁ ନିଜେ ସବୁ କରିବାକୁ ପଡ଼ିବ, କାରଣ ହେଉଛି ଏଠିକାର ହାଇ ଲେବର କଷ୍ଟ। ସେଥିପାଇଁ ଏଠି ଲୋକ ହାୟାର କରିବା ବହୁତ ମହଙ୍ଗା ପଡ଼େ। ଆଉ ଲୋକମାନଙ୍କୁ ବି ଏଇ ସେଲ୍ଫ ସର୍ଭିସ୍ ଜିନିଷଟା ବହୁତ ପସନ୍ଦ ଆସିଲା, ସୋ ଏମିତି ହିଁ ଚାଲି ଆସୁଛି। ପ୍ରେସର ଚେକ୍ ପରେ ଆମେ ବାହାରିଗଲୁ ଘର ପାଇଁ, କିନ୍ତୁ ଲିଙ୍କିଙ୍କୁ କ'ଣ ଭୂତ ଚଢ଼ିଲା ଜଣା ନାହିଁ, ମ୍ୟାଡ଼ାମକୁ ଡ୍ରାଇଭିଂ ଶିଖିବାର ଥିଲା। ସୋ ଘରକୁ ନ ଯାଇ ଆମେ ଆସିଗଲୁ ଘର ପାଖେ ଥିବା ସ୍କୁଲକୁ। ଏଇ ଟାଇମ୍ରେ ଡ୍ରାଇଭିଂ ଶିଖିବାକୁ ସ୍କୁଲରୁ ବେଟର ଜାଗା ଆଉ କ'ଣ ହେଇପାରିବ। ସୋ ଗାଡ଼ି ପାର୍କ କରି ଓହ୍ଲେଇ ଆମେ ସିଟ୍ ସୁଇଚ୍ କରିନେଲୁ। ଏବେ ମୁଁ ଥିଲି ପ୍ୟାସେଞ୍ଜର ସିଟ୍ରେ ଆଉ ଲିଙ୍କି ଡ୍ରାଇଭିଂ ସିଟ୍ରେ। ବେସିକ୍ ଜିନିଷ ତ ଜଣାଥିଲା ଲିଙ୍କିଙ୍କୁ, ସୋ ସିଟ୍ ଆଡ଼ଜଷ୍ଟ କରି ପ୍ରଭୁଙ୍କ ନାମ ନେଇ ଗାଡ଼ି କରିଲେ ଷ୍ଟାର୍ଟ। ଧୀରେ ଧୀରେ ବ୍ରେକ୍ ଛାଡ଼ି ଷ୍ଟିୟରିଂ କଣ୍ଟ୍ରୋଲ ଭଲ କରୁଥିଲେ, ବସ୍ ମଝିରେ ମଝିରେ ସଡ଼ନ୍ ବ୍ରେକ୍ ମାରି ଦେଉଥିଲେ, ଯେଉଁଟାକି ଷ୍ଟିଲ୍ ରୁମ୍ ଫର୍ ଇମ୍ପ୍ରୁଭମେଣ୍ଟରେ ଯାଉଛି। ବଟ୍ ଫର୍ ଏ ଫର୍ଷ୍ଟ ଟାଇମର ଆଇ ମଷ୍ଟ ସେ ଇଟ୍ ୱାଜ୍ ନଟ୍ ବ୍ୟାଡ୍ ଆଟ୍ ଅଲ୍। ସୋ ସ୍କୁଲ ରାସ୍ତାରେ 4-5ଟା ରାଉଣ୍ଡ ମାରି ସାରିଲା ପରେ ଲିଙ୍କିଙ୍କୁ ମିଳିଲା ଶାନ୍ତି, ଆଉ ଆମେ ବାହାରିଗଲୁ ଘର ପାଇଁ। ଘରକୁ ଆସୁ ଆସୁ ହେଇଯାଇଥିଲା 10ଟା, ଆଉ ଗୋଟେ ବଢ଼ିଆ ଡିନର ସହିତ ଆମେ ଆମ ଡେକୁ କରିଲୁ ଏଣ୍ଡ। ଦ୍ୟାଟ୍ସ ଇଟ୍ ଗାଇଜ୍, ଆଜି ପାଇଁ ଏତିକି। ପୁଣି ଥରେ ଦେଖା ହେବି ଏକ ନୂଆ ଭିଡ଼ିଓରେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।